ଲଲିତେନ୍ଦୁ ଭାଇ ଆଜକୁ କିଛି ବର୍ଷ ହେବ କାନାଡ଼ାର ବ୍ରମ୍ପଟନ୍ ସହରରେ ରହି ଆସୁଛନ୍ତି। ପରିବାର କହିଲେ ମାତ୍ର 5 ଜଣ। ମହାପ୍ରଭୁ କାଳିଆ ସାଆନ୍ତ, ବାବା, ସେ, ତାଙ୍କ ପତ୍ନୀ ଆଉ 8 ବର୍ଷର ପୁଅ। କହିବାକୁ ଗଲେ ମହାପ୍ରଭୁ ତାଙ୍କ ପାଇଁ ସବୁକିଛି। ମଣିମା ମହାପ୍ରଭୁ ହେ, ତୁମଠୁ ଆରମ୍ଭ ତୁମଠି ଶେଷ, ତୁମେ ମୋର ଭୋକ ତୁମେ ମୋ ଶୋଷ। ତା ନ ହୋଇଥିଲେ ମହାପ୍ରଭୁଙ୍କୁ ନିଜ ଘରର ମୁରବୀର ଆଖ୍ୟା ଦେଇନଥାନ୍ତେ। ଯେମିତି କୁହନ୍ତିନି, ଜୀବନର ସବୁକିଛି ଭାର ମୋ କାଳିଆ ସାଆନ୍ତ ହିଁ ବହନ କରିଛନ୍ତି। ଏଇ ବ୍ରମ୍ପଟନ୍ ସିଟିରେ ରହିବା ପୂର୍ବରୁ ଆଉ ଗୋଟିଏ ସିଟିରେ ରହୁଥିଲେ। ହସ ଖୁସିରେ ପରିବାର ଚଳିଯାଏ ସତ, ହେଲେ ସବୁଠାରୁ ବଡ଼ କଥା ହେଉଛି ସହର ପାଖରୁ ପାଖାପାଖି 30 କିଲୋମିଟର ଦୂରରେ ମୋ କାଳିଆ ସୁନାର ମନ୍ଦିର। ଏମିତି କୌଣସି ଶନିବାର ନାହିଁ କି ଭାଇ ମନ୍ଦିରକୁ ଯାଇନଥିବେ, ପୁଣି ଭକ୍ତ ଆଉ ଭଗବାନଙ୍କର ମିଳନ ହୋଇନଥିବ। ଚକା ଆଖିରେ ଆଖି ମିଶେଇ ସବୁ ସୁଖ ଦୁଃଖ କହିଯାଆନ୍ତି। ଫେରିଲା ବେଳେ କେବଳ ଏତିକି କୁହନ୍ତି କି ସାଆନ୍ତେ, କେତେ ଦିନ ଆଉ ସେ ଭଡ଼ା ଘରେ ରହିବ ଯେ? ଘରଟିଏ କିଣିବାକୁ ମନ ବଳାଇଛି, ସେତକ କରାଇଦେଲେ ହନ୍ତାନି। ତା ଛଡ଼ା ତମେ ତ ଜାଣିଛ, ତୁମକୁ ଟିକେ ଦର୍ଶନ କରିବା ପାଇଁ ପ୍ରତି ଶନିବାର 30 କିଲୋମିଟର ଦୂରରୁ ଧାଉଁଛି। ଏଇ ତମ ପାଖ ଆଖରେ ଯଦି ହୁଅନ୍ତା, ହଁ ଆମ ପାଇଁ ଛୋଟ ରୁମ୍ ହେଲେ ଚଳିବ, ହେଲେ ନିଜ ପାଇଁ ଯେମିତି ସୁନ୍ଦର ରୁମ୍ଟିଏ ଥିବ। ମହାପ୍ରଭୁଙ୍କୁ ମନ କଥା କହି ଫେରି ଆସନ୍ତି। ସେ ପରା ମନୁଆ ଠାକୁର। ଭକ୍ତ ଯେତେବେଳେ ମନ କରିଛି କି ଭଗବାନଙ୍କ ପାଖକୁ ଆସିବା ପାଇଁ, ତାକୁ କେହି ବି ଅଟକାଇ ପାରିବେନି। ପରେ ପରେ ଦେଖା ହେଇଛନ୍ତି ଜଣେ ଘନିଷ୍ଠ ବନ୍ଧୁ ତରୁଣ ବାବୁ। ଭାଇ ଆଉ ତାଙ୍କ ପତ୍ନୀକୁ ନେଇ ସେ ବାହାରି ପଡ଼ିଛନ୍ତି ଘର ଦେଖାଇବା ପାଇଁ। ସେ ଯାହା ବି ଘର ଦେଖାଇଲେ କିଛି ବି ପସନ୍ଦ ଆସିଲାନି, ଆଉ ଯେଉଁଟା ବି ପସନ୍ଦ ହେଲା ସବୁଗୁଡ଼ାକ ମହାପ୍ରଭୁଙ୍କର ମନ୍ଦିରର ବିପରୀତ ଦିଗରେ, ଯାହାକି ବହୁତ ଦୂର। ମହାପ୍ରଭୁଙ୍କୁ ତ ଦର୍ଶନ କରିହେବନି, ସେ ଘର କିଣିକି ଲାଭ କ'ଣ ଯେ? ବହୁ ଖୋଜାଖୋଜି କଲା ପରେ ଶେଷରେ ସେଇ ବ୍ରମ୍ପଟନ୍ ସହରରେ ଘରଟିଏ ମିଳିଥିଲା, ତାହା ପୁଣି ମହାପ୍ରଭୁଙ୍କ କୃପାରୁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଇଚ୍ଛା ମୁତାବକ ଘର, ପୁଣି ଶ୍ରୀମନ୍ଦିର ପାଖରୁ ମାତ୍ର 5 କିଲୋମିଟର ଦୂର। ଏଥର ସ୍ୱାମୀ ସ୍ତ୍ରୀଙ୍କର ଖୁସିର ସୀମା ରହିଲାନି। ଯେତେବେଳେ ଘର ପ୍ରତିଷ୍ଠାର କଥା ଉଠେ, ଇଚ୍ଛା ହେଇଥିଲା, ସାଆନ୍ତେ ତୁମରି କୃପାରୁ ଘରଟିଏ ପାଇଲୁ ଯେ, ହେଲେ ତୁମର ସେଇ ପତିତ ପାବନ ବାନାରୁ ଯଦି ମିଳିଯାଆନ୍ତା ନା, ଭାରି ଭଲ ହୁଅନ୍ତା। ଏତେବେଳକୁ ଖବର ଆସି ପହଞ୍ଚାଡ଼ିଥିଲା ଭୁବନେଶ୍ୱରରେ ରହୁଥିବା ସାନ ଭାଇ ପାଖରେ। ତା ପରିବାର ଆଉ ବାପା ବୋଉଙ୍କୁ ଧରି ବେଶ ଭଲରେ ରହୁଥାଏ। ପୁଣି ମହାପ୍ରଭୁଙ୍କ ସହିତ ବର୍ଷକୁ ଥରେ ଗତେ ନିହାତି ଭେଟ ହୁଏ ତାର। ଏପଟେ ଜଣେ ବନ୍ଧୁ ବି କାନାଡ଼ାରୁ ଭୁବନେଶ୍ୱର ଯାଇଥିଲେ। ବହୁତ ଇଚ୍ଛା ଥିଲା କି ଭାଇ ବାନାଟିଏ ମୋ ବନ୍ଧୁଙ୍କ ହାତରେ ପଠାଇଲେ ଭାରି ଭଲ ହୁଅନ୍ତା, ଏପଟେ ଘର ପ୍ରତିଷ୍ଠା ହେବ। ହେଲେ ଦୁର୍ଭାଗ୍ୟର କଥା, ଅଫିସରେ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ସେ ଆଉ ଶ୍ରୀକ୍ଷେତ୍ର ଯାଇପାରିଲେନି କି ବାନାଟିଏ ପଠାଇ ପାରିଲେନି। ଏପଟେ ବନ୍ଧୁ ବି ଫେରି ଆସିଲେ। ମନଟା ଭାରି ଦୁଃଖ ହେଲା। କାହାରିକୁ କିଛି ନ କହି ମଣିମାଙ୍କ ଉପରେ ଭାରି ଅଭିମାନ କରିଥିଲେ। ହଁ, ଭକ୍ତ ଭଗବାନଙ୍କ ଉପରେ ଅଭିମାନ କରିବନି ତ ଆଉ କାହା ଉପରେ? ପରଦିନ ଘର ପ୍ରତିଷ୍ଠା। ସାଙ୍ଗସାଥିମାନେ ଆସିଥାନ୍ତି। ମହାପ୍ରଭୁଙ୍କ ପାଇଁ ହୋମଯଜ୍ଞ ବି ଆରମ୍ଭ ହେଲା। ହେଲେ ଆଖିରେ ଲୁହଟା ଯେମିତି ବୋଲ ମାନୁନଥିଲା। ଭାରି ଅଭିମାନ କରି କହିଥିଲେ, ମଣିମା, ବାନାଟିଏ ମାଗିଥିଲି, ଆଉ କିଛି ନୁହଁ। ସେତକ ବି ପଠେଇଲେନି ନା? ହଉ, ମୁଁ କିଏ ଯେ ଆପଣଙ୍କର, ମୋ ପାଇଁ ପଠେଇବେ। ସେମିତିରେ ବି ଚନ୍ଦନ ଯାତ୍ରା ଚାଲିଥିଲା। ଆପଣ ଚାପ ଖେଳୁଥିବେ ଆଉ ମଜା ବି ନେଉଥିବେ, ଆମ କଥା କ'ଣ ମନେ ଥିବ କି? ଏମିତି କେତେ କ'ଣ କଥା କହି ବୋହୁ ବୋହି କାନ୍ଦିଥିଲେ। ପୂଜା ସରି ଆସିଥିଲା ଆଉ ସମସ୍ତେ ଘର ବାହୁଡ଼ା ହେଇଥିଲେ। ଜଣେ ବନ୍ଧୁ ଯେତେବେଳେ ଆଣି ମୋବାଇଲରେ ଉଠାଇଥିବା ସବୁତକ ଫଟୋ ଦେଖାନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଖିରୁ ଠକ୍ ଠକ୍ ଲୁହ ବି ଝରି ପଡ଼ିଥିଲା। କହିବାକୁ କିଛି ବି କଥା ନଥିଲା। ସେ ଫଟୋ ହିଁ ସେମିତିକା ଥିଲା। ଗୋଟିଏ ଫଟୋରେ ପତିତ ପାବନ ବାନା ଶ୍ରୀମନ୍ଦିର ଉପରେ ଫରଫର ହୋଇ ଉଠୁଥିଲା ସେ ଯଜ୍ଞକୁଣ୍ଡର ଅଗ୍ନିରେ। ଆଉ ଗୋଟିଏ ଫଟୋରେ ମହାପ୍ରଭୁ ଦର୍ଶନ ଦେଇଥିଲେ ହଂସ ରୂପରେ ସେଇ ଯଜ୍ଞକୁଣ୍ଡର ଅଗ୍ନିରେ। ଭକ୍ତ କାନ୍ଦି ପକାଇଥିଲା ସେଦିନ। ସତରେ ମହାପ୍ରଭୁ, ତୁମେ ପରମ ଦୟାଳୁ, କ୍ଷମା କରିବେ ଅଧମକୁ। ଅଭିମାନ କରିଥିଲେ, କେତେ କ'ଣ ଗାଳି ଦେଇଛି, ମାନ ରଖିଦେଲେ ନା? ବାନାଟିଏ ମାଗିଥିଲେ ଯେ ଯଜ୍ଞକୁଣ୍ଡରେ ବାନା ଉଡ଼େଇଦେଲ, ପୁଣି ହଂସ ରୂପରେ ଚାପ ଖେଳ ଛାଡ଼ି ଦର୍ଶନ ଦେଲ। ଧନ୍ୟ ହେଲି ମହାପ୍ରଭୁ। ସେତେବେଳକୁ ଭକ୍ତ
ଭକ୍ତ ଆଖିରେ ଲୁହ ଥିଲା ସତ, ହେଲେ ମନରେ ଅଭିମାନ ନଥିଲା। ସପରିବାର ଚାହିଁ ରହିଥିଲେ ମହାପ୍ରଭୁଙ୍କ ଫଟୋକୁ। ମୋ ମହାପ୍ରଭୁ କାଳିଆ ସାଆନ୍ତ ହିଁ ସେମିତିକା। ଭକ୍ତଟିଏ ଯେଉଁଠି ଯେପରି ଭାବରେ ଡାକିଛି ସେଇଭଳି ଭାବରେ ପାଇଛି ତାଙ୍କୁ। ଅନୁଭୂତିଟି ପଠାଇଥିବା ଭାଇଙ୍କୁ ହୃଦୟରୁ ପ୍ରଣାମ। ନମସ୍କାର। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଜୟ ଜଗନ୍ନାଥ।